ଆଜି ପଢବା ହଉଛି କିସ ଲାଇଫ ସାଇନ୍ସ। ଲାଇଫ ସାଇନ୍ସ ର ସେକେଣ୍ଡ ବିଷୟଟା ହବ। ସେକେଣ୍ଡ ବିଷୟ ପଢା ଚାଲିଥିଲା ଯେ ତୁମେ ଯାଉଛ ନା ନାଇଁ ସ୍କୁଲ? ହଁ ଯାଉଛ। ସେକେଣ୍ଡ ବିଷୟ ପଢା ଚାଲିଥିଲା ହେଲା। ସେକେଣ୍ଡ ବିଷୟ କୋଷ ଏବଂ କୋଷ ସରିଥିଲା ହେଲା। ଯୋଉ ବାର ସେଇଟା ଆରିପାଠ ଆରିପାଠ ମାନେ ପଢା ହେଇସାରିଥିଲା ହେଲା। ଶିକ୍ଷଣ ଲେଖବା କିଛି ଦରକାର ନାହିଁ ହେଲା, ପଠେଇଦେବି ବୁଝିହେଲା ନା? ବିଷୟର ନାମ ଅଛି କିସ କୋଷ ଓ କୋଷର ସଂଗଠନ। କୋଷ ଓ କୋଷର ସଂଗଠନ ହେଲା। କୋଷ ଓ କୋଷର ସଂଗଠନ ବିଷୟର ନାମ ହେଲା। ବିଷୟର ନାମ ହଉଛି କୋଷ ଆଉ କୋଷର ସଂଗଠନ। ତ କୋଷ କେଇଟା? କୋଷ ହଉଛି ଜୀବ ଶରୀରର ସବୁଠୁ ଛୋଟ ଜିନିଷଟାକୁ କୋଷ କୁହାଯାଏ ହେଲା। ଯେମିତି ଗୋଟେ ଘର 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 ଏଇଟା ଗୋଟେ ଘର ହେଲା। ଏଇଟା ଗୋଟେ ପକ୍କା ଘର ବୁଝିଲ ନା କାନ୍ଥଟା ଏଇଟା କିରେ ତିଆରି କହ ନା? ଏଇଟା କିରେ ତିଆରି? କିରେ ତିଆରି? ଇଟା ଛୋଟ ଛୋଟ ଇଟା ମାନଙ୍କୁ ନେଇକି ତିଆରି ବୁଝିଲ। ଛୋଟ ଛୋଟ ଇଟା ମାନଙ୍କୁ ନେଇକି କେତେ ଗୁଡା ଇଟା ନେଇକି ବହୁତ ଗୁଡା ଇଟା ନେଇକି ତିଆରି ଯେ ହେଲା। ସେମିତି ଆମର ମଣିଷ ଶରୀର ବି ହେଲା। ମଣିଷ ଶରୀର ବି କିସରେ ତିଆରି କୁହ ନା? କୋଷରେ ତିଆରି। କିନ୍ତୁ ଏଇଟା ଗୋଟେ ମଣିଷ ଶରୀର ହେଲା। ଏଇଟା ଗୋଟେ ମଣିଷ ଶରୀର। ଏଇଟା ହଉଛି କିସ ଛୋଟ ଛୋଟ କୋଷ ମାନଙ୍କୁ ନେଇକି ତିଆରି ବୁଝିହେଲା। ଯେମିତି ତୁମେ ଘରରେ ଇଟା ଗୁଡାକୁ ଦେଖି ପାରୁଥିବ ଗଣି ପାରୁଥିବ। କିନ୍ତୁ ଆମର ଶରୀରରେ ରହୁଛି କିସ କୋଷ ଗୁଡା ହଉଛି ଏତେ ଛୋଟ ଯେ ସେମାନଙ୍କୁ ଖାଲି ଆଖିରେ ଦେଖି ପାରିବନି ବୁଝିହେଲା। ଖାଲି ଆଖିରେ ଦେଖି ପାରିବନି। ଆଉ ହଉଛି ସେମାନେ ହଉଛି କିସ ଗଣି ବି ସାରି ପାରିବନି। ଅସଂଖ୍ୟ ଅସଂଖ୍ୟ କୋଷ ହେଲା। ଆମର ଶରୀର କିରେ ତିଆରି? କିରେ? କୋଷ। ତ କୋଷ କିଏ ବାହାର କରିଥିଲା ଦେଖ ହେଲା। ରବର୍ଟ ହୁକ୍ ବୋଲି ସାଇଣ୍ଟିଷ୍ଟ ଗୋଟେ ଥିଲେ ହେଲା। କିଏ ସାଇଣ୍ଟିଷ୍ଟ ନା ରବର୍ଟ ହୁକ୍ ହେଲା। ରବର୍ଟ ହେଲା ସାଇଣ୍ଟିଷ୍ଟ ଥିଲେ। ସିଏ କୋଷ ବାହାର କରିଥିଲେ ବୁଝିଲ। କିଏ ବାହାର କରିଥିଲେ? ରବର୍ଟ ହୁକ୍ ହେଲା। ରବର୍ଟ ହୁକ୍ କୋଷ ବାହାର କରିଥିଲେ 1665 ମସିହାରେ। 1665 ମସିହାରେ କୋଷ ଆବିଷ୍କାର କରିଥିଲେ। କୋଷ ଆବିଷ୍କାର କରିଥିଲେ ହେଲା। ଆବିଷ୍କାର ଉଦ୍ଭାବନ ତା ମାନେ ଜାଣିଛୁ? ଆବିଷ୍କାର କିସ ଉଦ୍ଭାବନ କିସ ଜାଣିଛୁ? ଉଦ୍ଭାବନ କେବେ ଶୁଣିଛ ନା? ଜଣେ ହେଲା ଯେମିତି ଗୋଟେ ସାଇଣ୍ଟିଷ୍ଟ କୁହାଯିବ ମାନେ କିସ ଏଇଟା ଉଦ୍ଭାବନ କରିଥିଲେ। ଆଉ ଜଣେ କହିବେ ଏଇଟା ଆବିଷ୍କାର କରିଥିଲେ। ତ କେତେବେଳେ କୁହାଯାଏ କହିଲୁ? ଆବିଷ୍କାର ଯେତେବେଳେ କେତେବେଳେ କୁହାଯାଏ କହନି? ଯେତେବେଳେ ଗୋଟେ ଜିନିଷଟା ଥିବ ବୁଝିହେଲା। ସେ ଥିବ ଜିନିଷଟାକୁ କେହି ଜାଣିନଥିବେ। ଜାଣିନଥିବେ ଯେ ଏଇ ଜିନିଷଟା ଅଛି ବୋଲି। ସେଇ ଅଛି ସେଇଟା ହିଁ ବାହାର କରିଦେଲେ ସେଇଟା ହଉଛି ଆବିଷ୍କାର। କିନ୍ତୁ ନୂଆ ଗୋଟେ ଜିନିଷ ଯେମିତି ହଉଛି ସାଇକଲ ହେଲା। ସାଇକଲ ଆଗରୁ ଥିଲା କି? ସାଇକେଲ ଥିଲାନି। ତ ହଉଛି ସାଇକେଲ ଯିଏ ବାହାର କରିବ ସେ ନୂଆ ଜିନିଷ ବାହାର କଲା। ତ ସେଇଟା କିସ ସେଇଟା ହଉଛି ଉଦ୍ଭାବନ ହେଲା। ତ ଆମର କୋଷ କିଏ ବାହାର କରିଥିଲେ? ରବର୍ଟ ହୁକ୍ ହେଲା। ତ କେମିତି ଜାଣିଲେ ଯେ କୋଷ ଏଇଟା ଇଏ ବୋଲି? ସେ କିସ କରୁଥିଲେ କହ ନା? ଦିନେ ହେଲା ଦିନେ ସେ ତାଙ୍କ ସାଇଣ୍ଟିଷ୍ଟ ମାନେ ଜାଣିଛ ଟିକେ ଟିକେ ପାଗଳା ଟାଇପର ଲୋକ ବୁଝିହେଲା। କିସ କିସ ଯେ କରି ପକାନ୍। ତ ସେ ଦିନେ ତାଙ୍କର ହଉଛି ବିଜ୍ଞାନ ଗାର ମାନେ ଲାବୋରେଟୋରୀ ପସିସନ ହେଲା। ପସିସନ ତାପରେ ହଉଛି ତାଙ୍କର ମାଇକ୍ରୋସ୍କୋପ ରେ ବୁଝିହେଲା। ମାଇକ୍ରୋସ୍କୋପ ରେ ଗୋଟେ ରବର ଠିପି ରବର କର୍କ ଠିପି ବୁଝିହେଲା। କର୍କ ଠିପି ମାନେ ଚିହ୍ନିଛ ଏମିତି କର୍କ ଠିପି। ଏଇ ଯେ ବିୟର ବୋଟଲ କାରେ ବିୟର ବୋଟଲ ରେ ଇଏ ଥାଏନି ନା ମାନେ ସେଇଆ ତ ଇଏ ଥାଏ। ସେଇଟା ନାଇଁ ସେ ଗୋଲ ଠିପି ପକେଇଦେଲା ଆଉ ତ ଠିପି ଲାଗିବନି ଏଠି। ସେ ବେଳେ ବେଳେ ଚୁଙ୍ଗା ଟାଇପର କର୍କ ଠିପି ଦିଆ ହେଇଥାଏ ନା କାଠର ହେଲା। ସେଇ କର୍କ ଠିପି ବୁଝିହେଲା।
ରେକର୍ଡ ଠିପି ପଡିଥିଲା କି ଠିକ ଜାଣି ତ ସେଇ ସାଇଣ୍ଟିଷ୍ଟ କିଏ ସାଇଣ୍ଟିଷ୍ଟର ନାମ କିସ ରବର୍ଟ ହୁକ୍ ହେଲା କିସ କରିଛନ୍ ସେଇ ଠିପିଟାକୁ ନେଇକି ହେଲା ସେ ହଉଛି ତାଙ୍କ ମାଇକ୍ରୋସ୍କୋପ ରେ ଦେଖତେ ଲାଗିଛ ମାଇକ୍ରୋସ୍କୋପ ରେ ଦେଖତେ ଲାଗିଛ ତାପରେ ସେଇ କକ୍ ଟ୍ୟୁବଟାକୁ ଯେତେବେଳେ ଜୁମ କରି ଦେଖିଲେ ହେଲା ସେଇ ଭିତରେ ଛୋଟ ଛୋଟ ଘର ଅଛି ବୁଝିହେଲା ଏମିତି ଛୋଟ ଛୋଟ ଘର ଅଛି ବହୁତ ଗୁଡା ଘର ଅଛି ହେଲା ତ ସେଇ ସାଇଣ୍ଟିଷ୍ଟ କିସ କଲେ କଣ ନା ସେଇ ଘର ଗୁଡାକୁ ନାମ ଦେଇଦେଲେ କୋଷ ବୋଲି ବୁଝିହେଲା ସେ ଘର ଗୁଡାକୁ ନାମ ଦେଇଦେଲେ କୋଷ ଏଇଟା ହଉଛି ପରକ୍ଷେପି ଏ ଛୋଟ ଛୋଟ ଘର ମାନଙ୍କୁ ନେଇକି ତିଆରି ହେଲା ଏ ଛୋଟ ଛୋଟ ଘର ମାନଙ୍କୁ ନେଇଦେଲେ ନାମ ଦେଇଦେଲେ କିସ କୋଷ ବୁଝିହେଲା ତ ସିଏ କୋଷ ନାମ ଦେଇଦେଲେ ତାପର ଲୋକମାନେ ସେଇଟା କୋଷ 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 କହିଲେ ହେଲା ତ ହଉଛି କିଏ କୋଷ ଆବିଷ୍କାର କରିଥିଲେ ରବର୍ଟ ହୁକ୍ ହେଲା ରବର୍ଟ ହୁକ୍ ତାପରେ କୋଷ ଭିତରେ ଆଉ ଗୋଟେ ସାଇଣ୍ଟିଷ୍ଟ ଆସିଗଲେ ବୁଝିହେଲା ଆଉ ଗୋଟେ ସାଇଣ୍ଟିଷ୍ଟ ହଉଛି ରବର୍ଟ ବ୍ରାଉନ ହେଲା ଆଉ ଗୋଟେ ସାଇଣ୍ଟିଷ୍ଟ ହଉଛି ରବର୍ଟ ବ୍ରାଉନ କିସ ରବର୍ଟ ବ୍ରାଉନ ସେ କିସ କଲେ କୁହନା ରବର୍ଟ ବ୍ରାଉନ ହଉଛି କହିଲେ ଯେ କୋଷ ଭିତରେ ବି ଗୋଟେ ଜିନିଷ ଥାଏ ଏଇଟା ଗୋଟେ ଯଦି ଗୋଟେ କୋଷ ହେଲା ୟା ଭିତରେ ବି ବହୁତ ଜିନିଷ ଥାଏ ବୁଝିହେଲା ୟା ଭିତରେ ବି ଗୋଟେ ଜିନିଷ ଥାଏ ସେଇ ହଉଛି ନ୍ୟଷ୍ଟି ହେଲା ନ୍ୟଷ୍ଟି ତ ରବର୍ଟ ବ୍ରାଉନ କି କହିଲେ କୋଷ ଭିତରେ ବି ଗୋଟେ ଜିନିଷ ଥାଏ ନ୍ୟଷ୍ଟି ହେଲା ରବର୍ଟ ବ୍ରାଉନ ତାହେଲେ କିସ ଆବିଷ୍କାର କଲେ ନ୍ୟଷ୍ଟି ହେଲା ରବର୍ଟ ବ୍ରାଉନ ନ୍ୟଷ୍ଟି ଆବିଷ୍କାର କଲେ ହେଲା ବୁଝିହେଲା ତାପରେ ହଉଛି ଏଇଗୁଟା ଆବିଷ୍କାର କରି ସାରିଲେ ତାପରେ ସେମିତି ୟା ପରେ ଆହୁରି ସାଇଣ୍ଟିଷ୍ଟ ଆସିଲେ ସେ କହିଲେ କୋଷ ଭିତରେ ନ୍ୟଷ୍ଟି ଅଛି ତାପରେ ଆରି ନ୍ୟଷ୍ଟି ସହ ଆରି ଅଲଗା କିଛି ଜିନିଷ ଅଛି ତ ସେମିତି ବହୁତ ଗୁଡା ଜିନିଷ ଆବିଷ୍କାର କଲେ ହେଲା ଆମର ଇମ୍ପୋର୍ଟାଣ୍ଟ ହଉଛି ଏଇଟା ଆଉ ଏଇଟା ମନେ ରହିବ କୋଷ କିଏ ଆବିଷ୍କାର କରିଥିଲେ ରବର୍ଟ ବ୍ରାଉନ କୋଷ ହଉଛି ରବର୍ଟ ବ୍ରାଉନ ନାଇଁରେ ରବର୍ଟ ହୁକ୍ ହେଲା କୋଷ ରବର୍ଟ ହୁକ୍ ଆବିଷ୍କାର କରିଥିଲେ ଆଉ ହଉଛି ରବର୍ଟ ବ୍ରାଉନ କିସ ଆବିଷ୍କାର କରିଥିଲେ ନ୍ୟଷ୍ଟି ଆବିଷ୍କାର କରିଥିଲେ ହେଲା ତ ଆଉ ଗୋଟେ ଲେଖୁଛି ଏଇନା କୋଷ ବିଷୟରେ ଲେଖବା ବୁଝିହେଲା କୋଷ କାହାକୁ କୁହାଯାଏ କୋଷ କେତେ ପ୍ରକାର କୋଷ ଭିତରେ କିସ କିସ ଥାଏ କୋଷ ବିଷୟରେ କହୁଛି ଲେଖୁଛି ହେଲା କୋଷ କିଏ ମେସେଜ କରିଛି ହଁ ଜୀବକୋଷର ମୌଳିକ ଏକକ ହଉଛି କୋଷ ହେଲା ତା ମାନେ ହଉଛି ଜୀବକୋଷ ଜୀବନର ମୌଳିକ ଏକକ ଜୀବନର ମୌଳିକ ଜୀବକୋଷ ଜୀବନର ମୌଳିକ ଏକକ ହେଉଛି କିସ କୋଷ ଜୀବନର ମୌଳିକ ଏକକ କିଏ କୋଷ ଜୀବନର ମୌଳିକ ଏକକ ହଉଛି କୋଷ ମାନେ ହଉଛି ସବୁଠୁ ଛୋଟ ଜିନିଷ ହଉଛି କିସ କୋଷ ବୁଝିହେଲା ମନେ ରହିବ ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ସିଧା ଦେଇଦେବ ଜୀବନର ମୌଳିକ ଏକକ ଡ୍ୟାଶ ବୁଝିହେଲା ପଡିଥାଏ ଏକ ମାର୍କ ଶର୍ଟ କ୍ୱେଶ୍ଚନ ଜୀବନର ମୌଳିକ ଏକକ କିସ କୋଷ ଜୀବନର ମୌଳିକ ଏକକ କିସ କୋଷ ହେଲା ଜୀବନର ମୌଳିକ ଏକକ ହଉଛି କୋଷ ବୁଝିହେଲା ତାପରେ ହଉଛି କୋଷ ପ୍ରତ୍ୟେକ ଜୀବରେ ଥାଏ ନା ହେଲା କୋଷ ପ୍ରତ୍ୟେକ ଜୀବନ୍ତ ଜିନିଷରେ ରହିଥାଏ ଜୀବନ୍ତ ଜିନିଷରେ ରହିଥାଏ ହେଲା ସେ ଗଛ ହେଇଥାଉ ଗଛର ଜୀବନ ଅଛି ନା ନାଇଁ ମଣିଷର ପଶୁର ହେଲା ତ ହଉଛି କୋଷ ହଉଛି ଗଛରେ ବି ଅଛି ତାପରେ ହଉଛି କି ସବୁ ମଣିଷ ପାଖରେ ବି ଅଛି ପଶୁରେ ବି ଅଛି ବୁଝିହେଲା କିନ୍ତୁ ହଉଛି କୋଷ ଗୁଡା ଭିନ୍ନ ଭିନ୍ନ ଦେଖତେ ଭିନ୍ନ ଭିନ୍ନ ଯୋଉ ଗଛର କୋଷ ଭିନ୍ନ ମଣିଷର କୋଷ ଭିନ୍ନ ହେଲା କୋଷ ପ୍ରତ୍ୟେକ ଜୀବନ୍ତ ଜିନିଷରେ ରହିଥାଏ ହେଲା କୋଷ ଭିତରେ କୋଷ ଭିତରେ ହେଲା କୋଷ ଭିତରେ କୋଷ ଅଙ୍ଗିକା ଗୁଡିକ ଥାଏ କିସ ଗୁଡା ଥାଏ କୋଷ ଅଙ୍ଗିକା କୋଷ ଭିତରେ ଯେଗୁଡା ଥାଏ ତାକୁ କୁହାଯାଏ କୋଷ ଅଙ୍ଗିକା ହେଲା କୋଷ ଭିତରେ କୋଷ ଅଙ୍ଗିକା ଗୁଡିକ ରହିଥାଏ
ଗୋଟେ ଚିତ୍ର ବନେଇଦବା ହେଲା, କୋଷର ଚିତ୍ର ବନେଇଦବା। ଏ ସବୁ ଦେଖ ରହିଥାଏ, ବୁଝିହେଲା କୋଷ ଭିତରେ କିସ ରହିଥାଏ? କୋଷ ଅଙ୍ଗିକା ଗୁଡିକ ରହିଥାଏ। କୋଷ ଅଙ୍କିକା ଗୁଡିକ ଲେଖବା କିସ କିସ ହେଲା, ଏଇଠି ବ୍ରେକେଟ ଦେଇକି ଲେଖୁଛେ। କୋଷ ଅଙ୍କିକା ଗୁଡିକ କିସ କିସ ମାନେ କୋଷ ଭିତରେ କିସ କିସ ରହିଥାଏ, ଏଇଟା ବ୍ରେକେଟ ଦେଇକି ଲେଖୁଛେ ହେଲା। ଉଁ, ଗୋଟେ ହଉଛି ମାଇଟୋକଣ୍ଡ୍ରିଆ, ଶୁଣିଛ କେବେ? ସ୍କୁଲ ଯାଉ ନା ନାଇଁ? ମାଇଟୋକଣ୍ଡ୍ରିଆ, ଗୋଲଗି ବଡି ହେଲା, କୋଷ ଜୀବକ, ତାପରେ ହଉଛି କୋଷ ଜୀବକ ରସଦାନୀ, ରସଦାନୀ, ତାପରେ ହଉଛି ଲବକ, ନ୍ୟଷ୍ଟି, ତାପରେ ହଉଛି ଏଣ୍ଡୋପ୍ଲାଜମିକ ରେଟିକୁଲମ, ଏଗୁଡା କିସ ଗୁଡା ଗୋଟେ ଗୋଟେ ପଢବା ବୁଝିହେଲା। ଏଣ୍ଡୋପ୍ଲାଜମିକ ରେଟିକୁଲମ, ରେଟିକୁଲମ, ତାପରେ ହଉଛି ଲାଇସୋଜୋମ, ଲାଇସୋଜୋମ, ରାଇବୋଜୋମ, ଲାଇସୋଜୋମ, ତାପରେ ହଉଛି କ୍ରୋମୋଜୋମ, କ୍ରୋମୋଜୋମ, ବୁଝିହେଲା। କୋଷ ଭିତରେ କିସ କିସ ଥାଏ? କୋଷ ଭିତରେ ହଉଛି ମାଇଟୋକଣ୍ଡ୍ରିଆ, ଗୋଲଗି ବଡି, କୋଷ ଜୀବକ, ରସଦାନୀ, ଲବକ, ନ୍ୟଷ୍ଟି, ଏଣ୍ଡୋପ୍ଲାଜମିକ ରେଟିକୁଲମ, ରାଇବୋଜୋମ, ଲାଇସୋଜୋମ, କ୍ରୋମୋଜୋମ, এইগুলা ଥାନ୍ତି ବୁଝିହେଲା। ହ୍ୟାଲୋ, ହ୍ୟାଲୋ, ମାଇକ୍ ଅନମ୍ୟୁଟ କର, ଶୁଣୁଛି ନା? ଏଟା ହଉଛି ତା ନାମ ଲଭଲି। ହ୍ୟାଲୋ, ମାଇକ୍ ଅନମ୍ୟୁଟ କରରେ। ଦେଖଉଛି? ତ କିସ କିସ ପଢିଲେ? ଆମର କୋଷ ହଉଛି ଜୀବ ଶରୀରର ମୌଳିକ ଏକକ ହେଲା। ଜୀବ ଶରୀରର ମୌଳିକ ଏକକ ହଉଛି କିସ? କୋଷ। ତାପରେ ହଉଛି କୋଷ କିଏ ବାହାର କରିଥିଲେ? କୋଷ କିଏ ଆବିଷ୍କାର କରିଥିଲେ? ରବର୍ଟ ହୁକ୍ 1665 ମସିହାରେ। କିସ କେମିତି ଆବିଷ୍କାର କଲେ? ସିଏ ହଉଛି ଥରେ ହଉଛି ଲାବୋରେଟୋରୀରେ ବସିଥିଲେ ହେଲା, ଲାବୋରେଟୋରୀରେ ବସିଥିଲା ବେଳେ ଗୋଟେ କପ୍ ଟିପି ନେଇକି ମାଇକ୍ରୋସ୍କୋପ ରେ ଦେଖୁଥିଲେ। କପ୍ ଟିପି ବୁଝେଇଥିଲେ କୋଉଟା? ସେ ବିୟର ବୋଟଲ ଗୋଟେ ଥାଏ ଯେ ସେଗୁଡା ହଉଛି କିସ? କପ୍ ଟିପି ନେଇକି କୋଉଠି ବସିଥିଲେ? କୋଉଠି ବସିଥିଲେ? ଲାବୋରେଟୋରୀରେ ହେଲା। ଲାବୋରେଟୋରୀରେ ବସିଥିଲେ, ଲାବୋରେଟୋରୀ ମାନେ କିସ? ଯୋଉଗୁଡା ହଉଛି ବିଜ୍ଞାନ ସାଇଣ୍ଟିଷ୍ଟ ମାନଙ୍କର ଯୋଉଠି ଥାଏ ନା ଏଇ ପରୀକ୍ଷା କରଣ ସେଇଟାକୁ କୁହାଯାଏ ଲାବୋରେଟୋରୀ ହେଲା। ସେଇଠି ବସିକି ପରୀକ୍ଷା କରୁଥିଲେ। ତାପରେ ହଉଛି ସେଇ କପ୍ ଟିପିଟାକୁ ଯେତେବେଳେ ମାଇକ୍ରୋସ୍କୋପ ରେ ଦେଖିଲେ ସିଏ ଦେଖିଲେ ହଉଛି କିସ ବହୁତ ଗୁଡା ଛୋଟ ଛୋଟ ଘର ମାନଙ୍କୁ ନେଇ ଗଠିତ ସେଇ କପ୍ ଟିପିଟା ହେଲା। ତ ସେଇ କପ୍ ଟିପି ମାନଙ୍କୁ କି ନାମ ଦେଇଦେଲେ? କୋଷ। ମାନେ ସେଇ ଛୋଟ ଛୋଟ ଘର ମାନଙ୍କୁ କି ନାମ ଦେଲେ? କୋଷ, ବୁଝିହେଲା। ତାପରେ ହଉଛି କିଛି ଦିନ ପରେ ଆଉ ଗୋଟେ ସାଇଣ୍ଟିଷ୍ଟ ଆଜ୍ଞା ଇଏ ହଉଛି, ଶୁଣୁଛି? ଆଜ୍ଞା ଶୁଣୁଛି ନା? ଆଉ ଥରେ ହେଲା ଫାଷ୍ଟରୁ କହିଦଉଛି। ଆଜ୍ଞା ଆମର ଲାଇଫ ସାଇନ୍ସ ର କୋଷ ବିଷୟଟା ପଢୁଥିଲେ ହେଲା। ସିଧା ସେକେଣ୍ଡ ବିଷୟକୁ ଉଡେଇ ଆସିଛେ ହେଲା। ଫାଷ୍ଟ ବିଷୟଟା ପଢେଇନି, ହୁଁ ସେକେଣ୍ଡ ବିଷୟ ସ୍କୁଲରେ ପଢା ଚାଲିଥିଲା ଯେ ହୁଁ ହୁଁ। ତ ଆମର ଚାଲିଥିଲା କିସ କହନା? କୋଷ ଓ କୋଷର ସଂଗଠନ ହେଲା। ତ କୋଷ ହଉଛି କିସ କହନା? ଧରାଯାଉ ଗୋଟେ ପେଜ ଆଉ ଗୋଟେ ପାର୍ଟ ହଉଛି ଏଇଟା ହଉଛି ଗୋଟେ ଘର ହେଲା। ଏଇଟା ଗୋଟେ ଘର, ଏଇଟା ଗୋଟେ ଇଏ ଘର ଏଜବେଷ୍ଟର ଘର ହେଲା। ଏଗୁଡା ହଉଛି ତାର ଇଟା, କାନ୍ଥ ହେଲା। ଛୋଟ ଛୋଟ ଇଟା ମାନଙ୍କୁ ନେଇ ଗଠିତ ହେଲା।
ଏ ଘରଟା କି ମାନଙ୍କୁ ନେଇକି ତିଆରି? ଇଟା ମାନଙ୍କୁ ଯେ ଛୋଟ ଛୋଟ ହୁଁ ଇଟା ମାନଙ୍କୁ ନେଇ ତିଆରି। ତ ଏଇ ଘରର ହଉଛି କିସ? ଏ ଘରର ମୌଳିକ ଏକକ କିସ? ଇଟା। ବୁଝିଗଲା? ସେମିତି ଆମର ଶରୀର ଗୋଟେ ମଣିଷ ହେଲା, ହୁଁ ଏଇଟା ହଉଛି ଅଭିଜିତ ହେଲା, ଏଇଟା ଅଭିଜିତ। ତ ହଉଛି ଅଭିଜିତ କିସ ମାନଙ୍କୁ ନେଇକି ତିଆରି? କୋଷ, ଛୋଟ ଛୋଟ କୋଷ। ବୁଝିଗଲା? ତ ହଉଛି ମଣିଷ ଶରୀରର ଅଭିଜିତ ଶରୀରର ମୌଳିକ ଏକକ କିଏ? କୋଷ। ବୁଝିଗଲା? କୋଷ। କୋଷ ହଉଛି କିସ? ଆମର ଶରୀରର ସବୁଠୁ ଛୋଟ ଜିନିଷ। ବୁଝିହେଲା? ସବୁଠୁ ଛୋଟ ଜିନିଷ ସେଇ କୋଷ ଦ୍ଵାରା ଆମେ ହଉଛୁ ତିଆରି ହେଇଥାଉ। ହେଲା? ତ ମନେ ରଖିବ ଜୀବ ଶରୀରର ମୌଳିକ ଏକକ କିସ? କୋଷ। ବୁଝିହେଲା? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ଡାଇରେକ୍ଟ କ୍ୱେଶ୍ଚନ ପଡେ। ଜୀବ ଶରୀରର ମୌଳିକ ଏକକ ହଉଛି କୋଷ। ହେଲା? କୋଷ। ଧରିଛ ନା ଆଜି ବି ଧରିନ? ଆଜ୍ଞା। ଖାତା ଧରିଛ ନା ଏଇନା ବି ଶୁଇ ଶୁଇ କ୍ଲାସ କରୁଛ? ନା ସାର୍ ମୋ ପାଖରେ ନାହିଁନି ଖାତା। ହଁ ହଉ ବସିକି କରିବ ହେଲା। ଖାତା ମୁଁ ନଥିଲେ ବି ପଳେଇବି କାଲି, କାଲିଠୁ ଯିବି ଟିଉସନ। ହଁ ହଉ ଯଦି ଅନଲାଇନ କ୍ଲାସ ହଉଛି ତୁମେ କିସ କର ନା ମୋବାଇଲ ଟା ଏମତି ରଖିବ, ତାପରେ ବସବ, ତାପରେ କ୍ଲାସ କରିବ। ନହେଲେ ଅନଲାଇନ କ୍ଲାସ ବହୁତ ଛୁଆ କିଏ ଶୋଇକି କରୁଥିବ, କିଏ ତା ରୋଷେଇ କରି କରି କରୁଥିବ, କିଏ ତା କ୍ରିକେଟ ଖେଳୁ ଖେଳୁ କରୁଥିବ। ହେଲା? ମୁଁ ବସିଛି। ହୁଁ ବସିଛ ତ ହେଲା ଭେରି ଗୁଡ। ତ ଆଜ୍ଞା। ହଉଛି କୋଷ ପଢା ହଉଥିଲା, ତ ସେଇ କୋଷ ଟାକୁ କିଏ ବାହାର କରିଥିଲା କୁହନା? ମାନେ ଆମର ଶରୀରରେ ତ କୋଷ ଆଗରୁ ଥିଲା, ଯେ ପ୍ରଥମ କିଏ ଜାଣିଲା କୋଷ ଅଛି ବୋଲି? ଆମର ହଉଛି ରୋବଟ। ରବଟୁ। ହେଲା? ଜାଣିଛ ତୁମେ ମାନେ ସାଇଣ୍ଟିଷ୍ଟ ମାନେ କିସ ଟିକେ ତାଙ୍କର ପାଗଳାମି ଟିକେ ଥାଏ ହେଲା। କିସ କିସ ଯେ କରନ୍ ହେଲା। ତ ସେମିତି ରୋବଟ ହୁକ୍ ନାମରେ ଗୋଟେ ସାଇଣ୍ଟିଷ୍ଟ ଥିଲେ, ସେ କିସ କରୁଥିଲେ କହନା? ତାଙ୍କର ଲାବୋରେଟୋରୀରେ ଦିନେ ବସିଥିଲେ ହେଲା, ବସିଥିଲେ ତାଙ୍କ କାମ ଧନ୍ଦା ତ କିଛି ଥିଲାନି, ତ ସେ ଗୋଟେ ଠିପିଟା ହେଲା, ଗୋଟେ ହଉଛି ଛୋଟିଆ ଠିପି, ଏମିତି ବୋଟଲ ଗୁଡାରେ ଗୋଟେ ଠିପି ଗୋଟେ ଥାଏ ନା କାଠ ଠିପି, ସେଇଟାକୁ କର୍କ ହଁ ଠିପି କୁହାଯାଏ। କର୍କ ଠିପି ମାନେ ସେଇଟା ହଉଛି ଚୁମଟା ଟାଇପର ହେଲା। ସେଇ କର୍କ ଠିପି, ତ ସେ କିସ କରୁଛନ୍ତି ରୋବଟ, ସେଇ କର୍କ ଠିପିଟାକୁ ହେଲା ନେଇକି ତାଙ୍କର ମାଇକ୍ରୋସ୍କୋପ ତଳେ ଦେଖତେ ଲାଗିଛନ୍ତି। ମାଇକ୍ରୋସ୍କୋପ ତଳେ ଦେଖତେ ଲାଗିଛନ୍ତି, ତ ସେ ଦେଖିଲେ ଯେ କର୍କ ଠିପିରେ କିସ ଛୋଟ 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 ଘର ଅଛି। ବୁଝିହେଲା? ଛୋଟ ଛୋଟ ବହୁତ ଗୁଡା ଘର ଅଛି। ହେଲା? ତାପରେ ତାଙ୍କର ହଠାତ୍ ମନକୁ କିଏ ଆସିଲା କେଜାଣି, ସେ ଘର ଗୁଡାକୁ କୋଷ ନାମ ଦେଇଦେଲେ। ହେଲା? କୋଷ ନାମ ଦେଇଦେଲେ, କହିଲେ ଏଇ ଛୋଟ ଛୋଟ ଘର ଗୁଡା ହଉଛି କିସ? କୋଷ। ବୁଝିହେଲା? ତ ସେ ଯେ ଦିନଠୁ ନାମ ଦେଲେ କୋଷ, ତାପରେ ହଉଛି ସେଇ ଦିନଠୁ କିସ ଗଲେ ସବୁ ଲୋକ ଜାଣିଲେ ଏଇଟାକୁ କୋଷ କୁହାଯାଏ। ତାପରେ ମାନିଲେ ଯେତେବେଳେ ସବୁ ଲୋକ, ତାପରେ ଯାଇକି ଆମର ପାଠ ବାହାରେଇ ଦେଲେ କୋଷ ବିଷୟରେ କଣ ହେଲା। ତାପରେ ହଉଛି ସିଏ ଜାଣିଲେ, ସିଏ ତ କୋଷ ବାହାର କଲେ 1665 ମସିହାରେ ହେଲା। ତାପରେ ଆଉ ଗୋଟେ ସିଏ ସାଇଣ୍ଟିଷ୍ଟ, ସେ ବି ଟିକେ ପାଗଳ ଟାଇପର ବୁଝିହେଲା। ତାଙ୍କ ନାମ ହଉଛି ରବର୍ଟ ବ୍ରାଉନ। ରବର୍ଟ ବ୍ରାଉନ କିସ କଲେ କହନା? ସେଇ ଯେ ଛୋଟ ଛୋଟ ଘର ଭିତରେ ଫାଷ୍ଟ ହଉଛି ରୋବଟ ହୁକ୍ ଅଛି, ଦେଖିଲେ ଯେ କର୍କ ଠିପି ଭିତରେ ଛୋଟ ଛୋଟ ଘର ଅଛି ହେଲା। ତାପରେ ହଉଛି ରୋବର୍ଟ ବ୍ରାଉନ ଦେଖିଲେ, ସେଇ ଛୋଟ ଛୋଟ ଘର ଭିତରେ ବି ଆହୁରି ଜିନିଷ ଅଛି। ବୁଝିହେଲା? ସେଇ ଛୋଟ ଛୋଟ ଘର ଭିତରେ ବି ଆହୁରି ଗୋଟେ ଜିନିଷ ଅଛି, ସେଇଟାକୁ ନାମ ଦେଇଦେଲେ ନେଓଷ୍ଟିକ। ହେଲା? ସେଇଟାକୁ କି ନାମ ଦେଲେ? ନେଓଷ୍ଟିକ ହେଲା। ତ ସିଏ ବି ନାମ ଦେଇଦେଲେ ନେଓଷ୍ଟିକ। ତାପରେ ସେମିତି ଆହୁରି କିଛି ସାଇଣ୍ଟିଷ୍ଟ ଆସିଲେ ହେଲା, ଯୋଉଟା ତୁମର ବହିରେ ବି ଲେଖା ହେଇଛି। ୟାର ପରେ ଆସିଲେ କିସ କିସ ସାଇଣ୍ଟିଷ୍ଟ ନା, କେତେଗୁଡା ଦରକାର ନାହିଁ ଆମର ହେଲା। ୟାର ପରେ ଆସିଲେ ହଉଛି ସ୍ୱିଡେନର ସ୍ଵାନ, ଏଗୁଡା ବହୁତ କିଛି ସାଇଣ୍ଟିଷ୍ଟ ଆସିଲେ। ବୁଝିହେଲା? ତ ସେମାନେ ବି ଗୋଟେ ଗୋଟେ ଜିନିଷ ବାହାର କଲେ, କୋଷ ଭିତରେ ଏଇଟା ଅଛି ସେଇଟା ଅଛି ହେଲା। ତ ତୁମର ଦୁଇଟା ଜିନିଷ ମନେ ରଖ, ଗୋଟେ ହଉଛି କିସ କୋଷ କିଏ ଆବିଷ୍କାର କରିଥିଲେ? ରବଟ ହୁକ୍। ଆଉ ଗୋଟେ ରବର୍ଟ ବ୍ରାଉନ ହଉଛି ନେଓଷ୍ଟି ଆବିଷ୍କାର କରିଥିଲେ। ବୁଝିହେଲା? ତ ଏଇନା ଫାଷ୍ଟ ହୁଁ ଲେଖୁଛେ କୋଷ ବିଷୟରେ। କୋଷ କିସ? କୋଷ କେମିତି ତିଆରି? କୋଷ ଭିତରେ କିସ ଅଛି? କୋଷ କେତେ ପ୍ରକାର? ସେଇଟା ଲେଖା ହେଇଛି ହେଲା। ତ କୋଷ ହଉଛି ଜୀବନ ଶରୀରର ମୌଳିକ ଏକକ। ବୁଝିହେଲା? ଜୀବନର ମୌଳିକ ଏକକ କିସ? କୋଷ। ଏଇଟା ସର୍ଟ କୋଶ୍ଚେନ ପଡେ ହେଲା। ଜୀବନର ମୌଳିକ ଏକକ ଡ୍ୟାଶ, ଏଠି ଏମିତି ଡ୍ୟାଶ। ତ କିସ ଲେଖବ? ଜୀବନର ମୌଳିକ ଏକକ ହଉଛି କୋଷ। ହେଲା? ତ କୋଷ ହଉଛି ପ୍ରତ୍ୟେକ ଜୀବନ୍ତ ଜିନିଷରେ ଥାଏ। ଯାହାର ବି ଜୀବନ ଅଛି ଦେଖୁଛ, ଯେମିତି ଗଛ, ଲତା, ପଶୁ, ପକ୍ଷୀ ହେଲା। ପାଣି ପବନ, ପାଣି ପବନର ଜୀବନ ଅଛି କି? ଅଛି? ପାଣି ପବନରେ ନା ଜୀବନ ଅଛି? ନା ପାଣିର ଜୀବନ ଅଛି? ନାଇଁ ହେଲା। ନା ଅଭିଜିତ ଦେଖିଛି ପାଣିର ଜୀବନ ଅଛି ହେଲା। ତ କିସ? ସେଗୁଡାକୁ କୋଷ କୁହାଯାଏ। ବୁଝିହେଲା? ଜୀବନର ମୌଳିକ ଏକକ ହଉଛି କୋଷ। ସେଇଆ ହଉଛି ପ୍ରତ୍ୟେକ ଜୀବନ୍ତ ଜିନିଷରେ ଥାଏ। ବୁଝିହେଲା? ପ୍ରତ୍ୟେକ ଜୀବନ୍ତ ଜିନିଷରେ ଥାଏ। ପ୍ରତ୍ୟେକ ଜୀବନ୍ତ ଜିନିଷ ମାନେ, ଗଛ ଗୋଟେ ଜୀବନ୍ତ ଜିନିଷ ନା? ଗଛରେ ବି କୋଷ ଅଛି।
ତାପରେ ହଉଛି ଗଛ ପରେ ଆଉ କିସ ମଣିଷ, ମଣିଷର ବି କୋଷ ଅଛି। କିନ୍ତୁ ପ୍ରତ୍ୟେକ ଶରୀରର କୋଷ ହଉଛି ଅଲଗା ଅଲଗା ହେଲା। ଗଛର କୋଷ ଅଲଗା, ମଣିଷର କୋଷ ଅଲଗା, ପଶୁର କୋଷ ଅଲଗା ହେଲା। ତ ହଉଛି ପଶୁ ଆଉ ହଉଛି ମଣିଷ ମାନେ ହଉଛି ଜୀବ ନା ହେଲା। ତ ଏମାନଙ୍କର ହଉଛି କି କୋଷ ଟା ଟିକେ ସେମ ଟାଇପ ହେଲା। ତାପରେ କୋଷ ଭିତରେ ବି ଜିନିଷ ଅଛି କହିଲେ କିଏ କହିଲା ରବର୍ଟ ବ୍ରାଉନ। ନ୍ୟୁଷ୍ଟି ଗୋଟେ ବାହାର କରିଛ ହେଲା। ତ କୋଷ ଭିତରେ ଯୋଉଗୁଡା ଥାଏ ସେଗୁଡାକୁ କିସ କୁହାଯାଏ କହନା କୋଷ ଅଙ୍ଗିକା ବୁଝିଗଲା। କୋଷ ଅଙ୍ଗିକା କୁହାଯାଏ। ତ ଆମର ଶରୀରରେ କୋଷ ଅଙ୍ଗିକା ଗୁଡିକ କୋଉଗୁଡା ମାଇଟୋକଣ୍ଡ୍ରିଆ, ଗୋଲଗି ବଡି, କୋଷ ଜୀବକ, ରସଧାନୀ, ଲବକ, ନ୍ୟଷ୍ଟି, ଏଣ୍ଡୋପ୍ଲାଜମିକ ରେଟିକୁଲମ, ରାଇବୋଜମ, ଲାଇସୋଜମ, କ୍ରୋମୋଜମ ବୁଝିଲ। ଏଗୁଡା ହଉଛି କିସ କୋଷ ଅଙ୍ଗିକା ବୁଝିଗଲା। ତ ମାଇଟ୍ରୋକଣ୍ଡିଆ ବିଷୟରେ ପଢବା ତାପରେ ଲେଖବା, ଗୋଲଗି ବଡି ବିଷୟରେ ବି ପଢବା ଲେଖବା ହେଲା ବୁଝିଗଲା ନା। ଏଗୁଡା ହଉଛି ସବୁ ଗୁଡା 5 ମାର୍କ କି 2-3 ମାର୍କ କ୍ୱେଶ୍ଚନ ହବ ବୁଝିଲ। 1, 2, 3, 4, 5, 6, 7, 8, 9, 10, 11। 11 ଅଛି ଯଦି ଭାବିନିଅ ସବୁ ଗାରରେ ଦୁଇଟା ଦୁଇଟା 2 ମାର୍କ 2 ମାର୍କ କ୍ୱେଶ୍ଚନ ପଡିଲେ କେତେ ମାର୍କ ହବ? 22 ମାର୍କ କ୍ୱେଶ୍ଚନ ବୁଝିହେଲା। ଶୁଣୁଛ ନା ଲଭଲି? ଆଜ୍ଞା। ଶୁଣା ଯାଉଛି ତ? ତାପରେ ନେକ୍ସଟ ପଏଣ୍ଟ ଲେଖୁଛି ହେଲା। ନେକ୍ସଟ ପଏଣ୍ଟ ହଉଛି ନେକ୍ସଟ ପଏଣ୍ଟ ହଉଛି କୋଷ ହଉଛି କିସ କହନା କୋଷ ଦୁଇ ପ୍ରକାର ବୁଝିହେଲା। କୋଷ ଦୁଇ ପ୍ରକାର। କୋଷ କେତେ ପ୍ରକାର? ଦୁଇ ପ୍ରକାର। ଦୁଇ ପ୍ରକାର। କୋଷ ହଉଛି ଦୁଇ ପ୍ରକାର। ଗୋଟେ ହଉଛି କିସ ସୁନଷ୍ଟୀୟ, ସୁନ୍ୟଷ୍ଟିୟ ହେଲା। ଆଉ ଗୋଟେ ହଉଛି ପ୍ରାକ୍ ନଷ୍ଟିୟ। ପ୍ରାକ୍ ନଷ୍ଟିୟ ହେଲା। ଏଇଟା ଗୋଟେ ପାର୍ଥକ୍ୟ ପଡିବ ବୁଝିହେଲା। ସୁନଷ୍ଟୀୟ କୋଷ କାହାକୁ ହୁଁ କୁହାଯାଏ? ପ୍ରାକ୍ ନଷ୍ଟିୟ କାହାକୁ କୁହାଯାଏ? ବୁଝିହେଲା ନା। ସୁନଷ୍ଟୀୟ କୋଷ ହୁଁ ଆଉ ଗୋଟେ ହଉଛି କିସ ପ୍ରାକ୍ ନଷ୍ଟୀୟ କୋଷ ବୁଝିହେଲା। ନେକ୍ସଟ ପାର୍ଟ ହଉଛି ହେଲା। ତ ଏଇନା ହଉଛି ଆଉ ଗୋଟେ ପଏଣ୍ଟ ଲେଖିଦବା ବୁଝିହେଲା। ଆଉ ଗୋଟେ ପଏଣ୍ଟ ଲେଖିଦବା ଆକାର ଅନୁସାରେ ହେଲା। ଆକାର ଅନୁସାରେ ଆକାର ଅନୁସାରେ କୋଷ ହଉଛି କିସ କୋଷ ଦୁଇ ପ୍ରକାର ବୁଝିହେଲା। ଆକାର ଅନୁସାରେ କୋଷ ଦୁଇ ପ୍ରକାର। ଆଉ ଏମିତିରେ ବି କୋଷକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ହେଲା। ଯେମିତି ଦେଖ ଗୋଟେ ତ୍ରିଭୁଜ କେତେ ପ୍ରକାର? ତ୍ରିଭୁଜ 3 ପ୍ରକାର କହୁଛ। ଗୋଟେ ହଉଛି ବାହୁ ଅନୁସାରେ ଆଉ ଗୋଟେ କୋଣ ଅନୁସାରେ ବୁଝିହେଲା। ବାହୁ ଅନୁସାରେ ହୁଁ କେତେ ପ୍ରକାର? ସେଇଟା ବି 3 ପ୍ରକାର। ଆଉ କୋଣ ଅନୁସାରେ କେତେ ପ୍ରକାର? ସେଇଟା ବି 3 ପ୍ରକାର ହେଲା। ସେମିତି କୋଷ ବି କିସ କୁହ ନା ଗୋଟେ ହଉଛି ଆକାର ଅନୁସାରେ 2 ପ୍ରକାର ହେଲା। 2 ପ୍ରକାର କିସ କିସ କୁହ ନା ଗୋଟେ ହଉଛି ପ୍ରାଣୀ କୋଷ, ଗୋଟେ ହଉଛି ପ୍ରାଣୀ କୋଷ ଆଉ ଗୋଟେ କିସ ଉଦ୍ଭିଦ କୋଷ। ବୁଝିଲ ପ୍ରାଣୀ କୋଷ ଆଉ ଉଦ୍ଭିଦ କୋଷ ହେଲା। ତ ତୁମର ଗୋଟେ କୋଶ୍ଚେନ ପଡେ ପ୍ରାଣୀ କୋଷର ଚିତ୍ର ବନାଅ, ଉଦ୍ଭିଦ କୋଷର ଚିତ୍ର ବନାଅ ବୁଝିହେଲା। ଏଇଟା ହଉଛି କିସ କୋଶ୍ଚେନ ପଡେ ବୁଝିହେଲା ନା। ତ ଆମେ ଇଏ କରିବା ଗୋଟେ ଫଟୋ ଆଣବା ରୁହ। ହଁ। ଗୋଟେ ଚିତ୍ର ଆଣୁଛି ହେଲା। ଗୋଟେ ଚିତ୍ର ଆଣୁଛି। କି କୋଷ ଫାଷ୍ଟ ପଢବା କିସ ପ୍ରାଣୀ କୋଷ ହେଲା। ପ୍ରାଣୀ କୋଷ ମାନେ ଇଂଲିଶରେ କିସ କହିବ? Marshall diagram for 9th class. ହ୍ୟାଲୋ। ଆଜ୍ଞା। ଦେଖଉଛି ତ? ହୁଁ। ଉଦ୍ଭିଦ କୋଷ ପ୍ରାଣୀ କୋଷ ଦେଖଉଛି କି?
ନା ତ ଚିତ୍ର ଦେଖା ଯାଉନି। ଚିତ୍ର ଦେଖୁନି? ନା। ଚିତ୍ରଟା ଆମେ ଗୋଟେ ବନେଇବା ହେଲା, ଆମେ ବନେଇବା ରହୁଛି। ଚିତ୍ର ତ ବନେଇନି ଏଇନା ଦେଖୁଛି। ନା। ହଁ ଏଇଲେ ହଁ ଏବେ ଦେଖାଗଲା। କିସ ଦେଖଉଛି? ସେଟା ଇଂଲିଶ ରେ ଲେଖା ହେଇଛି। ଏଇଟା ଗୋଟେ ଚିତ୍ର ଦେଖଉଛି ନା ନାଇଁ? ହଁ। ଏଇଟା କିସ ଏଇଟା କୁହ ନା? ଏଇଟା ହଉଛି ପ୍ରାଣୀ କୋଷ ହେଲା, ଏଇ ଚିତ୍ରଟାକୁ ଆମେ ବନେଇବା ବୁଝିହେଲା। ଏଇ ଚିତ୍ରଟାକୁ ଆମେ କିସ କରିବା? ଇଂଲିଶରେ ଲେଖବା। ଇଂଲିଶ ନାଇଁ ଓଡିଆରେ ଲେଖବା ବୁଝିହେଲା, ଓଡିଆରେ ଲେଖବା ଏଇ ହୁଁ ଚିତ୍ରଟାକୁ ଆମେ ବନେଇବା। ଏଇଟା ହଉଛି ପ୍ରାଣୀ କୋଷ ହେଲା, ତାପରେ ହଉଛି ଆଉ ଗୋଟେ ହଉଛି ତଳେ ଅଛି, ଏଇଟା ହଉଛି କିସ ଉଦ୍ଭିଦ କୋଷ ହେଲା। ତ ମୁଁ ଖାଲି ଦେଖେଇ ଦଉଛି କୋଷ ଭିତରେ କିସ ଥାଏ, କୋଷ ଭିତରେ ଯୋଉଗୁଡା ଥାଏ ସେଗୁଡାକୁ କିସ କୁହାଯାଏ? କୋଷ ଅଙ୍ଗିକା ନା? ନ୍ୟଷ୍ଟି। ନ୍ୟଷ୍ଟି ନୁହଁ, କୋଷ ଭିତରେ ଯୋଉଗୁଡା ଥାଏ ଏଇଟା ହଉଛି କୋଷ ହେଲା। ଏଇଟା କୋଷ, ଏଇଟା ହଉଛି ଗୋଟେ ପ୍ରାଣୀ କୋଷର ଚିତ୍ର ହେଲା। ଏଇଟା ପ୍ରାଣୀ କୋଷର ଚିତ୍ର। ତ ଏଇ କୋଷ ଭିତରେ ଯୋଉଗୁଡା ଅଛି ଏଇଗୁଡା ଯେ ଦେଖୁଛ ଏଗୁଡା କିସ? ଗୋଟା ଗୋଟେ କୋଷ ଅଙ୍ଗିକା ବୁଝିହେଲା ନା? କୋଷ ଅଙ୍ଗିକା ହେଲା। ହୁଁ ଗୁଡାକୁ କିସ କୁହାଯାଏ? କୋଷ ଅଙ୍କିକା। ତ ହେଲା ଆମର କୋଷର ମୁଖ୍ୟ କିସ ହୁଏ ନା? କୋଷର ମେନ୍ ହଉଛି ନ୍ୟଷ୍ଟି ବୁଝିହେଲା, ଏଇଟା ହଉଛି ନ୍ୟଷ୍ଟି ବୁଝିହେଲା। ଏଇଟା କିସ? ନ୍ୟଷ୍ଟି। କୋଷର ମେନ୍ ଜିନିଷ କିଏ? ନ୍ୟଷ୍ଟି। ନ୍ୟଷ୍ଟି। କୋଉଟା? ଏଇଟା ବୁଝିହେଲା ନା? ହୁଁ କୋଷର ମେନ୍ ହଉଛି ହୁଁ ନ୍ୟଷ୍ଟି ହେଲା। ଆଉ ଏଇ ଯେ ପାଚିରି ସାଇଡ ହେଲା, ଏଇ ଯେ ବାହାର ବାହାର ପାଚେରୀ ଅଛି ହେଲା, ସେଇଟାକୁ କିସ କୁହାଯାଏ କହନା? କୋଷ ଝିଲ୍ଲି ବୁଝିହେଲା। ଏଇଟାକୁ କିସ କୁହାଯାଏ? ହୁଁ କୋଷ ଝିଲ୍ଲି। କୋଷ ଝିଲ୍ଲି। କୋଷ ଝିଲ୍ଲି ହେଲା। ଆଉ ଥରେ ଚିତ୍ର ବନେଇବି ଖାଲି ଏଇଟା ଦେଖେଇ ଦଉଛି। ଏଇଟାକୁ କିସ କୁହାଯାଏ? କୋଷ ଝିଲ୍ଲି ବୁଝିହେଲା। ଏଇଟାକୁ କିସ କୁହାଯାଏ? ହୁଁ ନ୍ୟଷ୍ଟି ହେଲା। ତାପରେ ଏଇଗୁଡା ଯୋଉ ଅଛି ଏଇଗୁଡାକୁ କିସ କୁହାଯାଏ? ଏଇଗୁଡା ଏଇଟା ଗୋଟେ ଏଇଗୁଡା ଗୋଟେ ଏଗୁଡାକୁ କିସ? କୋଷ ତାପରେ ଅଙ୍କିକା ହଉଛି କୋଷ ଅଙ୍କିକା ହେଲା। ଏଇଟା ଗୋଟେ କୋଷ ଅଙ୍କିକା ମାଇଟୋକଣ୍ଡିଆ କୋଷ ଭିତରେ ଥାଏ ଲେଖିଦେଲେ ହେଲା। ମାଇଟୋକଣ୍ଡ୍ରିଆ ଏଇଟା ହେଲା, ମାଇଟୋକଣ୍ଡ୍ରିଆ। ସେ କିସ କୁହ ନା? କୋଷର ହଉଛି ଶକ୍ତି ଯୋଗାଏ। କୋଷକୁ କିଏ ଯୋଗାଏ ଶକ୍ତି? ମାଇଟ୍ରୋକଣ୍ଡିଆ ବୁଝିହେଲା। ମାଇଟ୍ରୋକଣ୍ଡିଆ ହଉଛି କୋଷକୁ ଶକ୍ତି ଯୋଗାଏ। ତାପରେ ସେମିତି ଏଇଟା ହଉଛି ଗଲଗି ବଡି ଗଲଗି ବଡି ଏଇଟା ହଉଛି କିସ? ଏଗୁଡା ହଉଛି ରାଇବୋଜମ। ରାଇବୋଜମ ସମସ୍ତଙ୍କର ଅଲଗା ଅଲଗା କାମ ଅଛି ହେଲା। ସମସ୍ତଙ୍କର ଅଲଗା ଅଲଗା କାମ ବି ଲେଖବା। ତାପରେ ଏଇ ଯେ ପାଣି ଭଳି ଜିନିଷଟା ଦେଖୁଛୁ ବୁଝିହେଲା। ଏଇ ଯେ ପାଣି ଭଳି ଜିନିଷଟା ଦେଖୁଛ ହେଲା, ଏଇ ପାଣି ଭଳି ଜିନିଷଟା କିସ କହ ନା? ସାଇଟୋପ୍ଲାଜମ ବୁଝିହେଲା। ସାଇଟୋପ୍ଲାଜମ ଏଇ ପାଣି ଭଳି ଜିନିଷରେ ସବୁ ଭାସୁଛନ୍ ନା ଏଇଗୁଡା ହେଲା। ସେ ପାଣି ଭଳି ଜିନିଷଟା ହୁଁ କିସ? ସାଇଟୋପ୍ଲାଜମ ବୁଝିହେଲା। ସାଇଟ ସାଇଟୋପ୍ଲାଜମ। ତ ଆମେ ଏଇନା ଗୋଟେ ଏଇଟା ଇଏ କରୁଛେ ହେଲା, କରୁଛି ଆମେ ଆମର ଚିତ୍ରଟା ବନେଇବା ନିଜେ। କୋଷ ଭିତରେ କିସ କିସ ଥାଏ କହିଲି? କୋଷ ଅଙ୍କିକା କୋଷ ଅଙ୍ଗିକା। ସେଇ ନ୍ୟଷ୍ଟି କୋଷ ଅଙ୍ଗିକା ଗୋଟେ ଥାଏ ହୁଁ ହେଲା। ଟିକେ ଅଗଷ୍ଟ ଏଗାର କି? କେବଳ ଲେଖିଥିଲି କୁଆଡେ ହଜିଗଲା।
କୋଷ ଭିତରେ ଥାଏ କୋଷ ଅଙ୍ଗିକା। ତ କୋଷର ଚିତ୍ର ବନେଇ ଦଉଛି ଦୁଇଟା। ହୁଁ। ଡେଲି ଯଦି ଆସିବାର ମାନେ ଏମିତି ବି ହବ ହେଲା। କୋଷ ଯୁଗ ଆଉ ସେଇ ସାଇନ୍ସ ଟା ହଉଛି ତୁମେ ଆସୁନ ବୋଲି ମୁଁ ପଢେଇ ଦେଲିନି। ଏଇ ଅଭିଜିତ ତ ଏକାର ଏବେ ପଢେଇ ନଥିଲେ ଆସ କେହି ଯାଇ କାଲିଠୁ ଯିବି। ହଁ। କାଲିଠୁ ଯିବି। ହଉ ହଉ ଆସ କାଲିଠୁ ହେଲା। କୋଷ ହଉଛି କିସ ଦୁଇ ପ୍ରକାର ଗୋଟେ ହଉଛି ପ୍ରାଣୀ କୋଷ ଆଉ ଗୋଟେ ହଉଛି ଉଦ୍ଭିଦ କୋଷ। ବୁଝିହେଲା। ଆଉ ଗୋଟେ କିଶୋର କହିଥିଲି କୋଷ ଏଇଟା ଆକାର ଅନୁସାରେ ଦୁଇ ପ୍ରକାର। ଆଉ କୋଷ ଆଉ ଗୋଟେ ଦୁଇ ପ୍ରକାର କହିଥିଲି ନା ସୁନଷ୍ଟିୟ କୋଷ ପ୍ରାକନଷ୍ଟୀୟ କୋଷ କହିଥିଲି ନା ଏଇଟା ଯେ ହୁଁ ହେଲା। ଆଜ୍ଞା ଏଇ ସୁନଷ୍ଟିୟ କୋଷ ହୁଁ କାହାକୁ କୁହାଯାଏ ଆଉ ପ୍ରାକନଷ୍ଟୀୟ କାହାକୁ କୁହାଯାଏ ପାର୍ଥକ୍ୟ ଲେଖିଦବା ବୁଝିହେଲା। ପାର୍ଥକ୍ୟ ଲେଖିଦବା ସୁନଷ୍ଟିୟ କୋଷ ଆଉ ପ୍ରାକନଷ୍ଟୀୟ କୋଷ। ପାର୍ଥକ୍ୟ ଲେଖିବା ବାକ୍ସ ଭିତରେ ଲେଖିବା ବୁଝିହେଲା। ତ ମନେ ରଖ ସୁନଷ୍ଟିୟ କୋଷ ମାନେ କିସ ହବ ନା ସେଠି ନ୍ୟଷ୍ଟି ଟା ହଉଛି ସୁସଂଗଠିତ ବୁଝିହେଲା। ବହୁତ ସାରା ପାର୍ଥକ୍ୟ ସୁନ୍ୟଷ୍ଟିୟ ସୁନଷ୍ଟିୟ କୋଷ। 5 ମାର୍କ କି 3 ମାର୍କ ର ପଡବ ବୁଝିହେଲା ସୁନଷ୍ଟିୟ କୋଷ ଏପଟେ କିସ ଲେଖିବି ପ୍ରାକ୍-ନ୍ୟଷ୍ଟିୟ କୋଷ। ପ୍ରାଗ୍ନେଷ୍ଟୀୟ। ହେଲା ପ୍ରାକ୍-ନଷ୍ଟୀୟ କୋଷ। ତ ସୁନଷ୍ଟିୟ ମାନେ କିସ ହବ ନା ନ୍ୟଷ୍ଟି ହଉଛି ସୁସଂଗଠିତ ମାନେ ହଉଛି ନ୍ୟଷ୍ଟି ଥାଏ ହେଲା। ଆଉ ପ୍ରାକ୍-ନଷ୍ଟୀୟ ମାନେ କିସ ହବ ନା ନ୍ୟଷ୍ଟି ନଥାଏ ବୁଝିହେଲା ନା। ତ ସବୁଠୁ ସାଧା ଏଇଟା ପାର୍ଥକ୍ୟ ବୁଝିହେଲା। ଯୋଉ କୋଷରେ ନ୍ୟଷ୍ଟି ଥାଏ ତାକୁ ସୁନଷ୍ଟିୟ କୋଷ ଯୋଉ କୋଷରେ ନ୍ୟଷ୍ଟି ନଥାଏ ତାକୁ ହଉଛି ପ୍ରାକ୍-ନଷ୍ଟୀୟ କୋଷ। ବୁଝିହେଲା ନା। ହୁଁ ଲେଖିଦବା ଯେଉଁ କୋଷରେ କିସ ନ୍ୟଷ୍ଟି ଥାଏ ହେଲା ନ୍ୟଷ୍ଟି ଥାଏ ତାହାକୁ କିସ କୁହାଯାଏ ସୁନେଷ୍ଟୀୟ ତାହାକୁ କୋଷ। ତାହାକୁ ସୁନଷ୍ଟିୟ କୋଷ କୁହାଯାଏ ସୁ-ନ୍ୟଷ୍ଟିୟ କୋଷ କୁହାଯାଏ ସେମିତି ଅପୋଜିଟ ଟା କୁହ ନା। ଏଇଟା କୁହ ନା ଯେଉଁ କୋଷରେ ଯେଉଁ କୋଷରେ ନ୍ୟଷ୍ଟି ନଥାଏ ତାହାକୁ ପ୍ରାଗ୍ନଷ୍ଟୀୟ କୋଷ କୁହାଯାଏ। ଯେଉଁ କୋଷରେ ନ୍ୟଷ୍ଟି ନଥାଏ ହେଲା ନ୍ୟଷ୍ଟି ନଥାଏ ଏଇ କୋଷ ବିଷୟରେ ତମର ଏଇଟା ଫାଷ୍ଟ କି ନା ଆଗରୁ 8 କ୍ଲାସ ରେ ଥିଲା। ଆଜ୍ଞା। କୋଷ ବିଷୟଟା ଏଇ 9 କ୍ଲାସରେ ଫାଷ୍ଟ ପଢୁଛ ନା 8 କ୍ଲାସ ରେ ବି ଥିଲା। 8 କ୍ଲାସ ରେ ବି ଥିଲା ସେଟା ଏକ୍ଜାମ ରେ ଚିତ୍ର ପାଇଁ ଦେଇଥିଲା। ତାହାକୁ ଉଦ୍ଭିଦ ପ୍ରାକ୍-ନଷ୍ଟୀୟ ପ୍ରାଣୀ କୋଷ କୁହାଯାଏ। ତାହାକୁ ପ୍ରାକ୍-ନଷ୍ଟୀୟ କୋଷ କୁହାଯାଏ ବୁଝିହେଲା। ବୁଝିହେଲା ତ ହଉଛି ତୁମେ ଜାଣିଛ ଆଜ୍ଞା ନ୍ୟଷ୍ଟି ଏଇଟା ଯଦି କୋଷ ହେଲା ଏଇଟା ଯଦି ପ୍ରାଣୀ କୋଷ ହେଲା ଏ ଭିତରେ ନ୍ୟଷ୍ଟି ନା ହେଲା ହୁଁ ଏଇ ଗୁଲ ଭିତରେ ନ୍ୟଷ୍ଟି ଏଇଠି ହେଲା ଏଇ ନ୍ୟଷ୍ଟି ଭିତରେ ଯିଏ ଥାଏ ବାହାରେ ହେଲା ନ୍ୟଷ୍ଟିକୁ ଯିଏ ମାନେ ହଉଛି ପାଚେରୀ ଟାଇପ ର ଘେରି ରହିଥାଏ ତାକୁ କିଷ କୁହାଯାଏ କହନା କୋଷ ଝିଲ୍ଲି ବୁଝିହେଲା ଏଇ ନ୍ୟଷ୍ଟିକୁ ଯିଏ ଘେରି ରହିଥାଏ ତାକୁ କିଷ କୁହାଯାଏ କୋଷ କୋଷ ଝିଲ୍ଲି କହୁଛି ନ୍ୟଷ୍ଟି ଝିଲ୍ଲି ବୁଝିହେଲା ନ୍ୟଷ୍ଟିକୁ ଯିଏ ଘେରି ରହିଥାଏ ତାକୁ କୁହାଯାଏ ନ୍ୟଷ୍ଟି ଝିଲ୍ଲି କିସ କୁହାଯାଏ ନ୍ୟଷ୍ଟି ଝିଲ୍ଲି ହେଲା ତ ଏଇଠି ଯଦି ନ୍ୟଷ୍ଟି ନାହିଁ ତ ନ୍ୟଷ୍ଟି ଝିଲ୍ଲି ଥିବ କି ଏଠି ନ୍ୟଷ୍ଟି ଝିଲ୍ଲି ଥିବ କି ନା ନାହିଁ ନା ତ ଏଇଟା ଲେଖିଦବା ଏହା ନ୍ୟଷ୍ଟି ଝିଲ୍ଲି ଯୁକ୍ତ ବୁଝିହେଲା ନ୍ୟଷ୍ଟି ଝିଲ୍ଲି ଯୁକ୍ତ ହେଲା ସେମିତି ଏଇଟା କୁହ ଏହା ନ୍ୟଷ୍ଟି ଝିଲ୍ଲି ନାହିଁ ନଥାଏ ଏହାର ନ୍ୟଷ୍ଟି ଝିଲ୍ଲି ନ୍ୟଷ୍ଟି ଝିଲ୍ଲି ନଥାଏ ନଥାଏ ନ୍ୟଷ୍ଟି ଝିଲ୍ଲି କିସ ଜାଣିପାରିଲ ହୁଁ ନ୍ୟଷ୍ଟି ଝିଲ୍ଲି କିସ ଗୋଟେ କୋଷରେ ହେଲା ହୁଁ ନ୍ୟଷ୍ଟି ଥାଏ ହୁଁ ତ ନ୍ୟଷ୍ଟିକୁ ଯିଏ ଘେରି ରହିଥାଏ ହେଲା ନଷ୍ଟିକୁ ଯିଏ ସୁରକ୍ଷା ଦିଏ ତାକୁ କିସ କୁହାଯାଏ ନ୍ୟଷ୍ଟି ଝିଲ୍ଲି ବୁଝିହେଲା ଆଉ ଅଛି ଏଇ ହୁଁ ଏଇ ପୁରା କୋଷଟାକୁ ଯିଏ ସୁରକ୍ଷା ଦିଏ ହେଲା ଏଇ କୋଷଟାକୁ ଯିଏ ସୁରକ୍ଷା ଦିଏ ତାକୁ କିସ କୁହାଯାଏ କୋଷ ଝିଲ୍ଲି କୋଷ ଝିଲ୍ଲି ଏଇ କୋଷଟାକୁ ଯିଏ ସୁରକ୍ଷା ଦିଏ ତାକୁ କିସ କୁହାଯାଏ କୋଷ ଝିଲ୍ଲି ଆଉ ନ୍ୟଷ୍ଟିଟାକୁ ଯିଏ ସୁରକ୍ଷା ଦିଏ ତାକୁ କିସ କୁହାଯାଏ ନ୍ୟଷ୍ଟି ଝିଲ୍ଲି ହେଲା ଏଇଟା ପ୍ରାଣୀ କୋଷ ପାଇଁ ଥିଲା ବୁଝିହେଲା ଏଇଟା ହଉଛି ପ୍ରାଣୀ କୋଷ ପାଇଁ
ଯଦି ଉଦ୍ଭିଦ କୋଷରେ ସେମିତି ଉଦ୍ଭିଦ କୋଷରେ ମନେ ରଖିବ ହେଲା, ଏଇଟା ଉଦ୍ଭିଦ କୋଷ। ତ ଉଦ୍ଭିଦ କୋଷରେ ମନେ ରଖିବ, ଉଦ୍ଭିଦ କୋଷରେ ଯିଏ ସୁରକ୍ଷା ଦିଏ ତାକୁ କିସ କୁହାଯାଏ? କୋଷ ଭିତ୍ତି। ବୁଝିହେଲା? ଉଦ୍ଭିଦ କୋଷକୁ ଯିଏ ଘେରି ରହିଥାଏ ପାଚିରି ଟାଇପ ର, ତାକୁ କିସ କୁହାଯାଏ? କୋଷ ଭିତ୍ତି। କୋଷ ହେଲା? ଭିତ୍ତି। ତ ନ୍ୟଷ୍ଟି ଝିଲ୍ଲି ନଥାଏ, ଏଠି ଜାଣିଲ ନ୍ୟଷ୍ଟି ଝିଲ୍ଲି ନଥାଏ, ଏଠି ନ୍ୟଷ୍ଟି ଝିଲ୍ଲି ଯୁକ୍ତ। ହେଲା? ତ ଆଉ ଗୋଟେ ପଏଣ୍ଟ ଲେଖୁଛି, ହୁଁ ତ ମନେ ରଖିବ ଏଇ ଯେ ନ୍ୟଷ୍ଟି ଭିତରେ, ବୁଝିହେଲା, ଯେମିତି କୋଷ ଭିତରେ କିସ ଥାଏ? କୋଷ ଅଙ୍ଗିକା। କୋଷ ଅଙ୍ଗିକା ନା? ହୁଁ ନ୍ୟଷ୍ଟି ଭିତରେ ଥାଏ କୋଷ ଅଙ୍ଗିକା। କୋଷ ଅଙ୍ଗିକା ବିଷୟରେ ଭିତରେ କିସ ଥାଏ? କୋଷ ଅଙ୍ଗିକା ଭିତରେ ଥାଏ ହଉଛି ଏ ସେମିତି ନ୍ୟଷ୍ଟି ବି ଗୋଟେ କୋଷ ଅଙ୍ଗିକା। ହେଲା? ତ ନ୍ୟଷ୍ଟି ଭିତରେ ବି ଗୋଟେ ଜିନିଷ ଅଛି, ବୁଝିହେଲା? ନ୍ୟଷ୍ଟି ଭିତରେ ଅଛି ହଉଛି ଡିଏନଏ। ଡିଏନଏ କେବେ ଶୁଣିଛ? ହୁଁ ଡିଏନଏ। ଡିଏନଏ ଶୁଣିଛ? ଡିଏନଏ ର ଫୁଲ ଫର୍ମ କିସ? ଆଜ୍ଞା ଡିଏକ୍ସି ରାଇବୋ ଆଜ୍ଞା ନ୍ୟୁକ୍ଲିୟକ ଏସିଡ। ହେଲା? ଡିଅକ୍ସି ରାଇବୋ ନ୍ୟୁକ୍ଲିୟକ ଏସିଡ। ତ ହଉଛି କୋଉଠି ଥାଏ ସିଏ? ଡିଏନଏ ଟା କୋଉଠି ଥାଏ? ନ୍ୟଷ୍ଟି ଭିତରେ। ବୁଝିହେଲା? ନ୍ୟଷ୍ଟି ଭିତରେ କିଏ ଥାଏ? ଡିଏନଏ। ହେଲା? ତ ଯଦି ନ୍ୟଷ୍ଟି ହିଁ ନାହିଁ ଏଠି, ତ ଡିଏନଏ ଥିବ କି ଏଠି? ଥିବ କି? ନା ଏଠି ନା ଡିଏନଏ ଥିବ ନା ନାଇଁ? ଏଠି ଥିବ। ଏଠି ଥିବ। ହେଲା? ତ ଡିଏନଏ ଭିତରେ ବି ଆହୁରି ଗୋଟେ ଜିନିଷ ଅଛି, ବୁଝିହେଲା? ନ୍ୟଷ୍ଟି ଭିତରେ ଅଛି ଡିଏନଏ। ଡିଏନଏ ଭିତରେ ଆହୁରି ଗୋଟେ ଜିନିଷ ଅଛି, ସେଇଟା ହଉଛି କିସ? କ୍ରୋମୋଜୋମ। ବୁଝିହେଲା? ଡିଏନଏ ଭିତରେ ବି ଗୋଟେ ଜିନିଷ ଅଛି। ହେଲା? ତାର ନାମ କିସ? କ୍ରୋମୋଜୋମ। କ୍ରୋମୋଜୋମ। ବୁଝିହେଲା? କିସ କହିଲି? ଫାଷ୍ଟ ହଉଛି କ୍ରୋମୋଜୋମ। ଆମର କୋଷ। ହେଲା? କୋଷ। କୋଷ ଭିତରେ କିସ ଅଛି? କୋଷ ଅଙ୍ଗିକା। ହୁଁ କୋଷ ଅଙ୍ଗିକା, ଏଗୁଡା କୋଷ ହୁଁ ଅଙ୍ଗିକା। ବୁଝିହେଲା? କୋଷ ଅଙ୍ଗିକାର ସବୁଠୁ ମୁଖ୍ୟ ଆଜ୍ଞା କିଏ? ନ୍ୟଷ୍ଟି। ବୁଝିହେଲା? ସବୁଠୁ ମେନ୍ ମାନେ କୋଷର ରାଜା କାହାକୁ କୁହାଯାଏ? ନ୍ୟଷ୍ଟିକୁ। ବୁଝିହେଲା? କୋଷର ରାଜା କିମ୍ବା ହଉଛି ବ୍ରେନ ବି କୁହାଯାଏ। ହେଲା? ବ୍ରେନ ଅଫ ଦା ସେଲ। ସେଲ ମାନେ ହଉଛି ଇଂଲିଶରେ, ହେଲା, ଓଡିଆରେ କୋଷ, ଇଂଲିଶରେ ହଉଛି ସେଲ। ତ ହଉଛି କୋଷର ରାଜା କିଏ? ନ୍ୟଷ୍ଟି। ବୁଝିହେଲା? ତ ଏଇ ନ୍ୟଷ୍ଟି ଭିତରେ ବି କିସ ଥାଏ? ଡିଏନଏ। ନ୍ୟଷ୍ଟି ଭିତରେ କିସ ଥାଏ? ନ୍ୟଷ୍ଟି ଭିତରେ କିସ ଥାଏ? ଡିଏନଏ ଡିଏନଏ। ଡିଏନଏ ଭିତରେ ଡିଏନଏ କିସ ଥାଏ? କ୍ରୋମୋଜୋମ। ଡିଏନଏ ଭିତରେ କ୍ରୋମୋଜୋମ। ବୁଝିହେଲା? ତ ସେଇଟା ଲେଖିଦବା, ଯଦି ଏଇଠି କୋଷ ଅଛି ତ ନିହାତି ଡିଏନଏ ଥିବ। ହେଲା? ଏଠାରେ ଡିଏନଏ ଥାଏ। ବୁଝିହେଲା? ଏଠି କିସ? ଡିଏନଏ ଥାଏ କି? ଏହା ନା ନଥାଏ। ଏହା ଏହା ପାଖରେ ନେଇ ଏଠାରେ ଡିଏନଏ ନଥାଏ। ଏଠାରେ କିସ? ଡିଏନଏ ନଥାଏ। ସେମିତି କ୍ରୋମୋଜୋମ ଏଠାରେ ଥାଏ। କ୍ରୋମୋଜୋମ ଥାଏ ନା? ହଁ ଏଠାରେ ଥାଏ। କ୍ରୋମୋଜୋମ କ୍ରୋମୋଜୋମ ଥାଏ। ସେମିତି କୁହ ଏଠାରେ। ଏଠାରେ କ୍ରୋମୋଜୋମ ନଥାଏ। କ୍ରୋମୋଜୋମ ନଥାଏ। ହେଲା? ବୁଝିହେଲା? ଆଜ୍ଞା ହେଲା? ତ ଏଇନା ଗୋଟେ ଉଦାହରଣ ଦେଇଦବା। ସୁନଷ୍ଟିୟ କୋଷ ର ଉଦାହରଣ, ମାନେ କୋଉ ଜୀବର ସୁନଷ୍ଟିୟ କୋଷ ଆଉ କୋଉ ଜୀବର ପ୍ରାକ-ନଷ୍ଟିୟ କୋଷ, ତାଙ୍କର ଉଦାହରଣ ଦେଇଦବା। ହେଲା? ମଣିଷର ନ୍ୟଷ୍ଟି ଥାଏ ନା ନାଇଁ ତାହେଲେ ମଣିଷ କୋଷରେ? ଥାଏ। ମଣିଷ କୋଷରେ ଏତେ ବଡ ମଣିଷ ହେଇଥିବ ମାନେ ନିହାତି ଥିବ ନ୍ୟଷ୍ଟି। ବୁଝିହେଲା? ତ ମଣିଷ କୋଷରେ କିସ? ନ୍ୟଷ୍ଟି ଥାଏ। ତାପରେ ହଉଛି ପ୍ରାଣୀ କୋଷରେ ବି, ପ୍ରାଣୀ କହୁଛେ, ଉଦ୍ଭିଦ କୋଷରେ ବି ନ୍ୟଷ୍ଟି ଥିବ ନା ନାଇଁ? ଉଦ୍ଭିଦ ହଁ କୋଷରେ ବି ନ୍ୟଷ୍ଟି ଥାଏ। ବୁଝିହେଲା? କାହାର ନ୍ୟଷ୍ଟି ନଥାଏ କୁହ ନା? ବ୍ୟାକ୍ଟେରିଆ। ବ୍ୟାକ୍ଟେରିଆ ମାନଙ୍କର ଜୀବନ ଅଛି ନା ନାଇଁ? ବ୍ୟାକ୍ଟେରିଆ, ଭୂତାଣୁ, ଏଗୁଡାର ଜୀବନ ଅଛି ନା ନାଇଁ? ଅଛି। ସେଗୁଡା ଜୀବ ନା ନାଇଁ କୁହ ନା? ସେଗୁଡାକୁ ଅଣୁଜୀବ କୁହାଯାଏ ଆଜ୍ଞା ଯେ। ଅଣୁଜୀବ। ହଁ ଅଣୁଜୀବ କୁହାଯାଏ ଯେ, ସେ ବ୍ୟାକ୍ଟେରିଆ, ଭୂତାଣୁ, ଶୈବାଳ, କବକ ଏମାନଙ୍କୁ କିସ କୁହାଯାଏ? ଅଣୁଜୀବ କୁହାଯାଏ। ଅଣୁଜୀବ। ଅଣୁଜୀବ ଆଜ୍ଞା ମାନେ ସେମାନଙ୍କର ଜୀବ ଯେତେବେଳେ କୁହାଯାଉଛି, ହେଲା, ତାଙ୍କର ଜୀବନ ଅଛି ନା ନାଇଁ ତାହେଲେ? ଅଛି। ଅଛି। ହେଲା? ତାଙ୍କର ବି ଜୀବନ ଅଛି। ହେଲା? ତ ସେଇ ଜୀବ ମାନଙ୍କ ପାଖରେ କିସ? ନ୍ୟଷ୍ଟି ନଥାଏ। ବୁଝିହେଲା ନା? ସେଇ ଜୀବ ମାନଙ୍କ ପାଖରେ ନ୍ୟଷ୍ଟି ନଥାଏ। ହେଲା? ତ ଲେଖିଦବା, ଉଦାହରଣ କିସ? ଉଦ୍ଭିଦ କୋଷ, ଉଦ୍ଭିଦ କୋଷ, ପ୍ରାଣୀ କୋଷ। ହେଲା? ଉଦ୍ଭିଦ କୋଷ, ଆଉ ଗୋଟେ କିସ? ପ୍ରାଣୀ ପ୍ରାଣୀ କୋଷ। ହେଲା? ୟାର ଉଦାହରଣ କିସ? ବ୍ୟାକ୍ଟେରିଆ। ବ୍ୟାକ୍ଟେରିଆ କୋଷ। ଆଉ ନୀଳ ହରିତ ଶୈବାଳ ବି ତ ହବ? ନୀଳହରିତ ଶୈବାଳ ଅଛି କି ବହିରେ? ନୀଳହରିତ ଶୈବାଳ ଦେଖିନିରେ। ଅଛି ବହିରେ? ଅଛି, ଏକ୍ଜାମ୍ପଲ ଅଛି? ଲାଗୁଛି, ମୋର ପାଖରେ ତ ବହି ନାଇଁନି। ବହି ନାହିଁ? ହଉ ନା ଦେଖିକି କହିଦେବା। ତୁମର ନୀଳହରିତ ଶୈବାଳ କହିଲ ତ ଦେଖିକି କହିଦବ।
ଏତିକି ମନେ ରହିଲା ନା? ହୁଁ। ହେଲା। ତାପରେ ଆଉ ଗୋଟେ ହେଲା, ଆଉ ଗୋଟେ କିସ ପ୍ରାଣୀ କୋଷ ଉଦ୍ଭିଦ କୋଷ ସେଇଟାରେ ବି ପାର୍ଥକ୍ୟ ହବ ହେଲା। ତାପରେ ଆଉ ଗୋଟେ ଦେଖ ଆଉ ଗୋଟେ ଲେଖିଦବା କୋଷ କୋଷ ଅନୁସାରେ ଜୀବ ମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ହେଲା। କୋଷ ଅନୁସାରେ ଅନୁସାରେ ଜୀବମାନଙ୍କୁ ଜୀବମାନଙ୍କୁ କିସ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଦୁଇ ଭାଗରେ ବିଭକ୍ତ କରାଯାଇଛି। ବିଭକ୍ତ କରାଯାଇଛି ହେଲା। କୋଷ ଅନୁସାରେ ଜୀବ ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି? ଦୁଇ ଦୁଇ ଭାଗରେ। ଭାଗରେ। ବୁଝିହେଲା କିସ କିସ କନା ଗୋଟେ ହଉଛି ଏକକୋଷୀ ଜୀବ, ଏକକୋଷୀ ଜୀବ ଆଉ ଗୋଟେ କିସ ହେଇଥିବ କୁହନା? ବହୁ କୋଷୀ ଯିବ। ବହୁକୋଷୀ ଜୀବ, ବହୁକୋଷୀ ଜୀବ ହେଲା। ଏକକୋଷୀ ଯିବ ବହୁକୋଷୀ ଯିବ ୟାର ବି ମାନେ ତାର ସଂଜ୍ଞା ବହୁତ ସାରା ହେଲା। କୁହନା ଏକକୋଷୀ ଯିବ କାହାକୁ କୁହାଯାଏ, ବହୁକୋଷୀ ଯିବ କାହାକୁ କୁହାଯାଏ? ତ ମୁଣ୍ଡ ଫଟେଇକି ବ୍ରେନ ଫଟେଇକି କୁହନା। ଯାହାର ଗୋଟେ କୋଷରେ ଯେ ଗଠିତ ତାକୁ ଏକ କୋଷୀ, ଆଉ ଯେ ଭେରି ବହୁତ ଗୁଡ କୋଷରେ ହେଲା। ଗଠିତ ତାକୁ ୟାଠୁ ସାଧା ଉଦାହରଣ ମାନେ ଡେଫିନେସନ ଆଉ କାହାର ଅଛି କି? ଯାହା ଉଁ ଯିଏ ଗୋଟେ କୋଷ ଥିବ ତାର ଗୋଟେ ଏକକୋଷୀ, ଆଉ ଯାହାର ବହୁତ ଗୁଡା କୋଷ ଥିବ ସେ ହଉଛି ବହୁତ ଗୁଡା କୋଷ ବୁଝିହେଲା। ତ ଲେଖିଦବା ସେଇଟା। ଏକକୋଷୀ ଜୀବ ଏକକୋଷୀ ଜୀବ ହେଲା। ଏପଟେ କିସ ବହୁକୋଷୀ ଜୀବ, ବହୁକୋଷୀ ହେଲା। କିଛି ସମୟ ପରେ କଟିଯିବ ବୋଧେ ହେଲା। କଟିଯିବ ମାନେ 40 ମିନିଟ୍ କ୍ଲାସ କରିବେ ବୁଝିହେଲା। 40 ମିନିଟ୍ କ୍ଲାସ କରିବେ ଆଜି ରାତିରେ କରିବ ନା ନାଇଁ କ୍ଲାସ? ହଁ କରିବି ସାର୍ ରାତିରେ ପଠେଇଦେବେ ଏଇ ଯାହା ପଢା ହେଲା PDF। ହୁଁ ହଁ ପଠେଇଦେବି ହେଲା ପଠେଇଦେବି। ହୁଁ ତ ଏଇନା ସିନା ଏଇଆ କରୁନ ହେଲା ଆଉ 10 ମିନିଟ୍ ରହିଲା ବୁଝିହେଲା। ଏଇନା ସିନା ବସିକି ଲେଖୁନ କିନ୍ତୁ ହଉଛି ଅଲଗା ବେଳେ ବସିକି ଲେଖ ବୁଝିହେଲା। ଯଦି ରାତିରେ ଅନଲାଇନ କ୍ଲାସ ହୁଁ ହବ ବସିକି ଲେଖ ଖାତା ଗୋଟେ ବାହାରିବ ପେନ୍ ଗୋଟେ ବାହାରିବ ତାପରେ ଲେଖ ହେଲା। ତ ଆଉ 10 ମିନିଟ୍ ପରେ କଟିଯିବ ବୁଝିହେଲା 10 ମିନିଟ୍ ପରେ ଆଉ ପଠେଇବିନି ହେଲା। ତ ସେଇ ଝିଅଟା ଆସିନି ସୁବାସିନି? ସିଏ ଆସିନି ସିଏ ଏକା ମାନେ ଲାଜଉଥିବ ବୋଲି ହେଲା। ଏକକୋଷୀ ଜୀବ କିସ କହନା ଯେଉଁ ଜୀବର ଗୋଟେ କୋଷ ତାକୁ କିସ ଏକକୋଷୀ ଲେଖିଦବା। ଯେଉଁ ଜୀବର ଗୋଟିଏ କୋଷ ଯେଉଁ ଜୀବ ଗୋଟିଏ କୋଷକୁ ନେଇ ଗଠିତ ଯେଉଁ ଜୀବ ଗୋଟିଏ କୋଷକୁ ନେଇ ଗଠିତ ଯେଉଁ ଜୀବର ଗୋଟିଏ କୋଷ ଥାଏ ହେଲା ଗୋଟିଏ କୋଷ ଥାଏ ତାହାକୁ ଏକକୋଷୀ ଜୀବ କୁହାଯାଏ। ତାହାକୁ କିସ ଏକକୋଷୀ ଜୀବ କୁହାଯାଏ ଯିବ ହେଲା। କୁହ 2 ମାର୍କ କି 3 ମାର୍କର ପାର୍ଥକ୍ୟ ହେଲା। ହୁଁ। ସେମିତି ଏପଟେ ବି ଲେଖବା ଯେଉଁ ଜୀବର ଯେଉଁ ଜୀବର କିସ ଅନେକ କୋଷ ଥାଏ ମାନେ ଏକରୁ ଅଧିକ ହେଲା ଅନେକ ହୁଁ କୋଷ ଥାଏ ତାହାକୁ କିସ ତାହାକୁ ବହୁ ଘୋଷି ଯିବ କୁହାଯାଏ। ବହୁକୋଷୀ ଜୀବ କୁହାଯାଏ। ବହୁକୋଷୀ ଜୀବ କୁହାଯାଏ ବୁଝିଲ ତାହାକୁ ବହୁକୋଷୀ ଜୀବ କୁହାଯାଏ ହେଲା। ତାପରେ ହଉଛି ଏକକୋଷୀ ଜୀବ ହଉଛି କିସ କହନା ତାର ସମସ୍ତ କାମ ମାନେ ଯେତେ ଗୁଡେ କାମ ଅଛି କିସ ଖାଇବା ରେଚନ ଶ୍ୱସନ ସବୁ କାମ ହେଲା ସେ ଗୋଟେ କୋଷରେ ଲେଖିଥାଏ ବୁଝିହେଲା। ଗୋଟେ କୋଷରେ କରିଥାଏ ଏକକୋଷୀ ଜୀବ ଏକକୋଷୀ ଜୀବ ତାର ସମସ୍ତ କାମ କିସ ଗୋଟିଏ କୋଷରେ କରେ। ଗୋଟିଏ କୋଷରେ କରେ ହେଲା। ଆଉ ହଉଛି ବହୁକୋଷୀ କିସ ଅଲଗା ଅଲଗା ଥାଏ ତାର କୋଷ ବହୁକୋଷୀ ଜୀବ ବହୁକୋଷୀ ଜୀବ ତାର ହ୍ୟାଲୋ ରୁହ ମୁଁ ନମ୍ବର ଆଜ୍ଞା ପଠେଇ ଦଉଛି ବୁଝିହେଲା। ଏତିକି ଥାଉ ହେଲା ଏତିକି ଥାଉ ବହୁକୋଷୀ ଜୀବ ତାର ସମସ୍ତ କାମ ଅଲଗା ଅଲଗା କୋଷରେ କରେ ଅଲଗା ଅଲଗା
କୋଷରେ କରେ ହେଲା। କୋଷରେ କରେ। ଉଦାହରଣ ଗୋଟେ ଦେଇ ଦଉଛି ବୁଝିହେଲା। ଏକକୋଷୀ ଜୀବର ଉଦାହରଣ କିଏ? ଏମିବା ବୁଝିହେଲା। ଏକକୋଷୀ ଜୀବର ଉଦାହରଣ କିଏ? ଏମିବା। ସିଏ ତାର ସମସ୍ତ କାମ ହଁ ମାନେ ସେ ଚାଲବା ଖାଇବା ହେଲା ଆଜ୍ଞା ଶ୍ୱସନ ରେଚନ ପାକନ ସବୁ ଗୋଟେ କୋଷରେ ହିଁ କରେ ହେଲା। ଆଉ ବହୁକୋଷୀ ଯିବ କିଏ? ପ୍ରାଣୀ ହେଲା ଉଦ୍ଭିଦ ଏଇଗୁଡା ହେଲା। ଆଜି ଏତିକି ଥାଉ ବୁଝି ହେଲା ନା? ହ୍ୟାଲୋ। ଆଜ୍ଞା। ଆଜି ଏତିକି ଥାଉ କଟିଯିବ ଆଉ କିଛି ସମୟ ପରେ ହେଲା।